ଓଡ଼ିଆ ରଚନା ବୃକ୍ଷରୋପଣ ଉପକ୍ରମ। ଜୀବନ ଧାରଣ ନିମନ୍ତେ ଆମ୍ଭେମାନେ ବୃକ୍ଷଲତା ଉପରେ ନିର୍ଭରଶୀଳ। ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି, କେହି କାହା ବିନା ତିଷ୍ଠି ରହିପାରିବେ ନାହିଁ। ଆମ ଭାରତୀୟ ଦର୍ଶନରେ ବୃକ୍ଷକୁ ଦେବତା ରୂପେ ପୂଜା କରାଯାଏ। ବୃକ୍ଷରୋପଣର ଉପକାରିତା। ବୃକ୍ଷ ଆମର ଅନେକ ଉପକାର କରିଥାଏ। ପଥପ୍ରାନ୍ତ ବାଟୋଇଙ୍କୁ ଛାୟା ପ୍ରଦାନ କରିଥାଏ। ବୃକ୍ଷଲତା ଫୁଲ ଓ ଫଳ ବିଭିନ୍ନ କାର୍ଯ୍ୟରେ ଲାଗିଥାଏ। ଏହାର ଫଳ ଆମେ ଖାଇଥାଉ ଏବଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଗଛର କାଠରୁ ଖଟ, ଆଲମାରୀ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାରଯୋଗ୍ୟ ଆସବାବପତ୍ର ପ୍ରସ୍ତୁତ ହୁଏ। ଗଛଲତାର ଚେରରୁ ଅନେକ ପ୍ରକାର ଔଷଧ ତିଆରି କରାଯାଉଛି। ଗଛ ଯୋଗୁଁ ଜଳବାୟୁ ଶୀତଳ ରହେ, ଯାହାଫଳରେ ଜଳୀୟ ବାଷ୍ପ ଥଣ୍ଡା ହୋଇ ବର୍ଷା ହୁଏ ଏବଂ ଧରିତ୍ରୀ ମାତା ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ ହୁଏ। ବୃକ୍ଷରୋପଣର ସମୟ। ସାଧାରଣତଃ ବର୍ଷା ଋତୁରେ ବୃକ୍ଷରୋପଣ କରାଯାଏ। ତେଣୁ ସରକାରଙ୍କର ବନ ମହୋତ୍ସବ ବର୍ଷା ଋତୁରେ ପାଳନ କରାଯାଏ। ଚାରାଗୁଡ଼ିକୁ ଖାଲି ଲଗାଇ ଦେଲେ ହେବ ନାହିଁ, ଏହାର ସୁରକ୍ଷା ପାଇଁ ମଧ୍ୟ ଯତ୍ନବାନ ହେବା ଆବଶ୍ୟକ। ଶେଷ କଥା, ଏ ସୃଷ୍ଟି ତିଷ୍ଠି ରହିବା ପାଇଁ ବୃକ୍ଷଲତାର ଆବଶ୍ୟକତା ଅନିବାର୍ଯ୍ୟ। ବୃକ୍ଷଲତା ନ ରହିଲେ ଆମେ ମଧ୍ୟ ରହିପାରିବା ନାହିଁ। ତେଣୁ ପୃଥିବୀକୁ ଧ୍ୱଂସମୁଖରୁ ରକ୍ଷା କରିବା ପାଇଁ ଆମେ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ। ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷା ଏକ ପବିତ୍ର କାର୍ଯ୍ୟ ଅଟେ। ଏହି ବାର୍ତ୍ତାଟିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଆମେ ନିଜେ ବୃକ୍ଷରୋପଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରଣା ଦେବା। ସେଭ୍ ଟ୍ରି, ସେଭ୍ ଲାଇଫ୍।